भूर्भुवस्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। नमस्ते अच्युतानन्दं नमस्ते जगन्नाथाय नमो यशवन्तानन्दं बलराम नमो नमः बलराम नमो नमः। बोली महापुरुष अच्युतानंद जी की शुद्धि जानी ज्ञानी गुणी मंडली आज अध्याय आलोचना को आपण मानक स्वागत जनाऊँ। आज मालिका वचन आलोचना रे आम आलोचना करने जाऊे महापुरुष अच्युतानंद मालिका सहित जगन्नाथंकर कौन संपर्क रही। सुधीयानी अच्युतानंद महापुरुष मालिकार नाम शिवकल्प नवखंड निर्खंड रे कहले श्रीरंगाचरण बिनु न जाणई नीलाचले मन मोरा अंक कथा मानी मोहित लेखई पामर अच्युत छार पामर अच्युत छार हे सुजने पामर अच्युत छार पामर अच्युत छार हे सुजने पामर अच्युत छार। अच्युतानंद कहउचंती हे रामचंद्र जगन्नाथ प्रभुंकर पाद पद्म सेवी मुंदिन अच्युत दास बोलाउछि कवि। आज जदि किए मते कवि कहती किए जदि दिव्य द्रष्टा कहती किए जदि मते सिद्ध साधक बोली कहती किए महापुरुष कहउचंदी ये सब से जगतरनाथ जगन्नाथंकर करुणा तांको छड़ा मोर अन्य गति नाही बोली अच्युतानंद कहिले। मालिकारे श्रीरंगाचरण बिनु न जानई नीलाचले मन मोर मो मन सदा सर्वदा नीलाचल रे रहिछि तांको कथा मानी मुई तो लेखई पामर अच्युति छार जहा मते जगन्नाथ प्रभु कहले ताहा ही मु कहूछि निज मनर मु किछि कहू नाही। आ अच्युतानंद महापुरुष शिष्य रामचंद्र आगे कहते बाबू रे से जगतर नाथ जगन्नाथ बिना ये संसार किछि हुए नहीं कारण जुगे जुगे जगन्नाथ जुगी जुगे जगन्नाथ सत्य जुगरे से जगन्नाथ त्रेता जुगरे मध्य जगन्नाथ द्वापर जुगरे मध्य से थिले कली जुगरे मध्य से जगतर नाथ जगन्नाथ महाप्रभु अच्छी नहीं कहीं महापुरुष लिखिले के जेबे प्रो धीरे दुष्ट होंती देवता ब्राह्मणी कसंती देवता ब्राह्मणी कसंती देवता ब्राह्मणी कसंती। अच्युतानंद महापुरुष कहले रामचंद्र रे जेबे पृथ्वी रे दुष्ट होंदी देवता ब्राह्मणे कसंदी पृथ्वी रे संसार तले दुष्ट मानकर प्रादुर्भाव बढ़ी जाए देवता ब्राह्मण उपरे कषण पड़े सेते विप्र धेनु सुर संत हित से विप्र धेनु सुर संत
ଏମାନଙ୍କ ଉପରେ ଯେତେବେଳେ ବିପଦ ପଡ଼େ ସେତେବେଳେ ଧର୍ମ ନ ସ୍ଥାପି ଦୁଷ୍ଟ ଦେହି ପୃଥ୍ୱୀ ନ ପାରେ ଭାର ସହି ପୃଥ୍ୱୀ ନ ପାଳେ ଭାର ସହି ପୃଥ୍ୱୀ ନ ପାଳେ ଭାର ସହି ଏ ପୃଥିବୀ ଯେତେବେଳେ ଦୁଷ୍ଟମାନଙ୍କର ପାପର ଭାରକୁ ଅଧର୍ମ ଅନୀତିର ଭାରକୁ ସହିପାରେ ନାହିଁ ସେତେବେଳେ ତେବେ ସା ଅଳ ଦେବ ମାନେ ଗୁହାରି କର ଦିଏ ସ୍ଥାନେ ଗୁହାରି କର ଦିଏ ସ୍ଥାନେ ଗୁହାରି କର ଦିଏ ସ୍ଥାନେ ତେବେ ସକଳ ଦେବମାନେ ସମସ୍ତ ଦେବଶକ୍ତି ମାନେ ଗୁହାରି କରନ୍ତି। କୋଉଠି ଗୁହାରି କରନ୍ତି ନା ଏଇ ସ୍ଥାନରେ ଏଇ କ୍ଷେତ୍ରରେ ଗୁହାରି କରନ୍ତି ସେ ନୀଳାଚଳ କ୍ଷେତ୍ରରେ ମହାପ୍ରଭୁଙ୍କ ଠାରେ ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଲେଖିଲେ। ଆଉ ସେତେବେଳେ ବ୍ରହ୍ମାବ ଚନେ ହେତୁ କରି ଏଥୁ ମୋ ଜାତ ଦେହ ଧରି ଏଥୁ ମୋ ଜାତ ଦେହ ଧରି ଏଥୁ ମୋ ଜାତ ଦେହ ଧରି ବ୍ରହ୍ମା ବଚନେ ହେତୁ କରି ଏଥୁ ମୁଁ ଜାତ ଦେହ ଧରି ସେ ବ୍ରହ୍ମାଙ୍କର ବଚନକୁ ମାନି ବ୍ରହ୍ମାଙ୍କର ନିବେଦନକୁ ରକ୍ଷା କରି ମୁଁ କ'ଣ କରେ ଏଥୁ ମୁଁ ଜାତ ଦେହ ଧରି ଏଇଠାରୁ ମୁଁ ଦେହ ଧାରଣ କରି ଅବତାର ଗ୍ରହଣ କରେ ବୋଲି ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ମହାପ୍ରଭୁ କହିଛନ୍ତି। ମହାପ୍ରଭୁ କହୁଛନ୍ତି ଏଇ କଥାକୁ ଅଚ୍ୟୁତାନନ୍ଦ ମହାପୁରୁଷ ଶିଷ୍ୟ ରାମଚନ୍ଦ୍ରଙ୍କ ଆଗରେ କହିଛନ୍ତି। ମାଳିକାର ନାମ ଶୂନ୍ୟ ସଂହିତାରେ ଲେଖିଲେ ଅଚ୍ୟୁତାନନ୍ଦ ଅବତାର ଦଶ ଏହି ଜଗନ୍ନାଥ ଅଙ୍ଗରକ୍ଷରୀ ବିସନ୍ତି ଲୀଳା ନିମନ୍ତେ ସେ ନୀଳାଦ୍ରି ନାୟକ ନିର୍ବିକାରେ ବସିଛନ୍ତି ନିର୍ବିକାରେ ବସିଛନ୍ତି ହେ ସୁଜନେ ନିର୍ବିକାରେ ବସିଛନ୍ତି ନିର୍ବିକାରେ ବସିଛନ୍ତି ହେ ସୁଜନେ ନିର୍ବିକାରେ ବସିଛନ୍ତି। ଜ୍ଞାନୀ ଗୁଣୀ ମଣ୍ଡଳୀ ମାଳିକାର ନାମ ହେଲା ଶୂନ୍ୟ ସଂହିତା। ଏଇଥିରେ ଅଚ୍ୟୁତାନନ୍ଦ ଲେଖିଲେ କହିଲେ ବ୍ରହ୍ମା ବଚନେ ହେତୁ କରି ଏଥି ମୁଁ ଜାତ ଦେହ ଧରି ଏ ବ୍ରହ୍ମା ବଚନକୁ ମାନି ମୁଁ ଏଇଠାରୁ ଦେହଧାରୀ ଅବତାର ଗ୍ରହଣ କରେ ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଲେଖିଲେ ଏ କଥା ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଜି କି ସୁଧିୟନେ ଜ୍ଞାନୀ ଗୁଣୀ ମଣ୍ଡଳୀ ସେଇ ଜଗନ୍ନାଥଙ୍କ ଠାରୁ ଏଇ କ୍ଷେତ୍ରରୁ ହିଁ କ୍ଷରିତ ହେଇଛନ୍ତି ଉତ୍ପତ୍ତି ହେଇଛନ୍ତି। ଲୀଳା ନିମନ୍ତେ ସେ ନୀଳାଦ୍ରି ନାୟକ ନିର୍ବିକାରେ ବସିଛନ୍ତି ଲୀଳା କରିବା ପାଇଁ ନିର୍ବିକାରେ ନୀଳାଦ୍ରି ନାୟକ ଏ କ୍ଷେତ୍ରରେ ବସିଛନ୍ତି। ବୁଝିଲେ ପୁନଶ୍ଚ କହିଲେ ଅବତାର ଦଶ ଏହି ଦାର ରୂପ ଏହି ଦାରରେ ସେ ଲୀଳା ଈଶ୍ୱର ସାକ୍ଷାତେ ଲୀଳାର ନିମନ୍ତେ ବିଜେ ରତ୍ନ ସିଂହାସନ ବିଜେ ରତ୍ନ ସିଂହାସନ ହେ ସୁଜନେ ବିଜେ ରତ୍ନ ସିଂହାସନ ବିଜେ ରତ୍ନ ସିଂହାସନ ହେ ସୁଜନେ ବିଜେ ରତ୍ନ ସିଂହାସନ ଅବତାର ଦଶ ଏହି ଦାରୁ ରୂପ ଏହି ଦାରୁରେ ସେ ଲୀନ ଯେତେ ଅବତାର ମାନ ପ୍ରଭୁ ହେଇଛନ୍ତି ମତ୍ସ୍ୟ କଚ୍ଛପ ବରାହ ନୃସିଂହ ବାମନ ପରଶୁରାମ ରାମ ବଳରାମ ବୁଦ୍ଧ କଳିକି ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାର ନାମ ଶୂନ୍ୟ ସଂହିତାରେ କହିଲେ ସବୁ ଅବତାର ଗୁଡ଼ିକ ଏଇ କ୍ଷେତ୍ରରୁ ଏଇ ଜଗନ୍ନାଥଙ୍କ ଠାରୁ ଉତ୍ପତ୍ତି ହେଇ ଲୀଳା ସମାପନ କରି ପୁଣି ସେଇ ଜଗତର ନାଥ ଜଗନ୍ନାଥଙ୍କ ଠାରେ ବିଲୀନ ହେଇଯାଇଛନ୍ତି ବୋଲି ମହାପୁରୁଷ ପ୍ରମାଣ ଦେଲେ ଶୂନ୍ୟ ସଂହିତାରେ। ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ଏଇ କ୍ଷେତ୍ରରୁ ସମସ୍ତ ଅବତାର ମାନ ସୃଷ୍ଟି ସେଇଥିପାଇଁ ଶାସ୍ତ୍ରରେ କୁହାଯାଇଛି ଅଯୋଧ୍ୟା ମଥୁରା ମାୟା କାଶୀ କାଞ୍ଜି ଅବନ୍ତିକା
पुरी द्वारावती शैव ये सबते मुख्य दायिका बुझिली सातटी मुक्ति क्षेत्र रही संसार रे सातटी हूँ मुक्ति क्षेत्र जोटी जीवन चलीगले आत्मार सदगति होता है मुक्ति पाई था आत्मा ये जीवात्मा नरकगामी हो न था जमलोक को जाई न था ये जीवात्मार मुक्ति मोक्ष प्राप्त ही था से सातटी मुक्ति क्षेत्र कौन कौन अयोध्या मथुरा माया